ଶିଶୁ ଦିବସ ତାର ଆଜି କରମୁ ପଢ଼ବାର୍ ବି ଅଛେ ରଚନା ତାକେ ବୁଝବାର୍ ବି ଅଛି। ଉପକ୍ରମ ଫାଷ୍ଟ ଲେଖବା ଯେନ୍ଟାକି ଅଛି କାହିଁକି ପାଳନ କରୁ ବି ଅଛି। ତାପରେ ଲେଖମୁ ଆମେ କିପରି ପାଳନ କରୁ। ଲାଷ୍ଟ ଲେଖମୁ ଶେଷ କଥା 4ଟା ପଏଣ୍ଟ ତାକେ ଆମେ ଲେଖବାର ଅଛି। ଫାଷ୍ଟ ହେଲା ଉପକ୍ରମ କାହିଁକି ପାଳନ କରୁ କେନ୍ତି ଆମେ ତାକେ ପାଳନ କରସୁଁ ଶିଶୁ ଦିବସକେ। ତିଙ୍କ ଅଛି ଆମେ କେନ୍ତା କରି ତାକେ ପାଳନ କରସୁଁ କେନ୍ ହିସାବରେ। ଲାଷ୍ଟରେ ତାର ଶେଷ କଥା ଲେଖମୁ। ଯେନ୍ଟାକି ଫାଷ୍ଟ ହଉଛି ଉପକ୍ରମତି ଲେଖା ହଉଛି ଶିଶୁମାନେ ଦେଶର ଭବିଷ୍ୟତ। ସେମାନଙ୍କ ଠାରେ ଭବିଷ୍ୟତ ଯେଉଁ ଆଶା ଅଛି ବଡ଼ମାନଙ୍କ ପାଖ ତାହା ନାହିଁ। ଯେନ୍ଟା ଛୋଟ ମାନେ କରିପାରନ୍ ସେଇଟା ବଡ଼ ମାନେ କରି ନେଇ ପାରନ୍। ଏ କଥା ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ କହିଥିଲେ। ଯେନି କଥା ହଉଛି ଆମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ କଥା କହିଥିଲେନ୍। ଏବେ ତାକେ କାହିଁକି ପାଳନ କରୁ ବୋଲେ ଆମେ ତାକେ କେନ୍ତି ପାଳନ କରସୁଁ ଶିଶୁ ଦିବସ। ଯେନ୍ ଅଛି ଏଇଟା 1899 ମସିହା ନଭେମ୍ବର ମାସ 14 ତାରିଖ ପଣ୍ଡିତ ଜବାହରଲାଲ ନେହେରୁ ଜନ୍ମଗ୍ରହଣ କରିଥିଲେ। ସେ ଥିଲେ ଭାରତର ପ୍ରଧାନମନ୍ତ୍ରୀ। ଛୋଟ ପିଲାମାନଙ୍କୁ ସେ ବେଶୀ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଚାଚା ନେହେରୁ ବୋଲି ଡାକୁଥିଲେ। ତେଣୁ ତାଙ୍କର ଜନ୍ମଦିନ ଦିବସ ନଭେମ୍ବର ମାସ 14 ତାରିଖ ଦିବସ ରୂପେ ପାଳିତ ହେଉଛି। ଏଇଟା କେନ୍ଟା ହଉଛି ଜବାହରଲାଲ ନେହେରୁ ଲାଗି ଆମେ ଏଟା ପାଳନ କରୁଛୁ। ଜବାହରଲାଲ ନେହେରୁ ଛୋଟମାନେ ଖୁବ ଭଲ ପାଉଥିଲେ। ଏବେ ଅଛି ତାଙ୍କୁ ଏବେ ହେଲା ଆମେ କାହିଁକି ପାଳନ କରୁ। ଆମ ବିଦ୍ୟାଳୟରେ ପ୍ରତିବର୍ଷ ଶିଶୁ ଦିବସ ପାଳିତ ହୋଇଥାଏ। ଶିଶୁ ଦିବସ ଉପଲକ୍ଷେ ଏକ ସଭାର ଆୟୋଜନ କାର୍ଯ୍ୟଶାଳାରେ ସବୁ ଲୋକ ଆସୁଛନ୍। ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସକାଳ 8ଟାରେ ସମୟରେ ବିଦ୍ୟାଳୟ ପୋଷାକ ପିନ୍ଧି ବିଦ୍ୟାଳୟରେ ପହଞ୍ଚିଥାନ୍ତି। ନେହେରୁଙ୍କ ଫଟୋରେ ଫୁଲମାଳ ପିନ୍ଧାଇ ଦିଆଯାଏ। ଧୂପ ଦୀପ ଦେଇ ଛାତ୍ରଛାତ୍ରୀମାନେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି। ତାପରେ ଏକ ସଭା ହୁଏ। ସଭାରେ ଆମର ଶିକ୍ଷକମାନେ ନେହେରୁଙ୍କ ବିଷୟରେ ବହୁତ କଥା କହନ୍ତି। ଆମ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶେଷରେ ଭାରତବର୍ଷ ଓ ନେହେରୁ ଏହି ବିଷୟରେ ଏକ ଭାଷଣ ଦିଅନ୍ତି। ଶେଷରେ ସଭା ସାଙ୍ଗ ହୁଏ ଆଉ ପିଲାମାନେ ମିଷ୍ଟାନ ବଣ୍ଟନ କରନ୍ତି ଯେନ୍ଟାକି ପ୍ରସାଦ ଦେସନ୍। ଶେଷ କଥାଟି କୁହାଯାଉଛି ଯେ କେବଳ ଶିଶୁ ଦିବସ ଆନନ୍ଦ ଉତ୍ସବରେ ପାଳନ କଲେ ହେବ ନାହିଁ। ଏ କରି ଶିଖବାର ଦେଇଛି ଯେନ୍ଟା କହୁଛି କେବଳ ଶିଶୁ ଦିବସ ଆନନ୍ଦ ଉତ୍ସବରେ ପାଳନ କଲେ ହେବ ନାହିଁ କହୁଛି। ନେହେରୁଙ୍କ ଆଦର୍ଶ ନୀତିକୁ ଆମେ ପାଳନ କରିବାକୁ ହେବା। ଯେ ନେହେରୁର ଅଛି ଆଦର୍ଶକେ ଆମେ ଗ୍ରହଣ କଲେ ହେବା। ନେହେରୁଙ୍କ ଆରାମ ହାରାମ ହେ ଉପଦେଶକୁ ଆମେ ମାନି ଚଳିବା ଉଚିତ। ଆମ ଅଳସୁଆ ନ ହୋଇ କର୍ମ କରିବା ଉଚିତ। ବୃଥାରେ ସମୟ ନଷ୍ଟ କରିବା ନାହିଁ। ଗୁରୁଜନମାନଙ୍କୁ ସମ୍ମାନ ଦେବା ତାହେଲେ ଦେଶ ଜାତି ଉନ୍ନତି ହୋଇପାରିବ। ଏଇଟା ହେଲା ଶିଶୁ ଦିବସର ରଚନା।